ସଂଘର ପ୍ରେସମିଟ୍ରେ ଆପଣମାନେ ଆସିକି ଆପଣଙ୍କର କୃଷକ ସଂଘର ସମସ୍ତେ ଆମର ମାନେ ମୁଁ ରାଜ୍ୟ ସଭାପତି ସଞ୍ଜିତ ଦାସ, ଆମର ସେକ୍ରେଟାରୀ ଅଛନ୍ତି ଅରୁଣ ବାବୁ, ଷ୍ଟ୍ରାଇକ୍ ପ୍ରେସିଡେଣ୍ଟ ଷ୍ଟ୍ରାଇକ୍ କମିଟି ପ୍ରେସିଡେଣ୍ଟ ରହିଲେ ସନ୍ତୋଷ ଭାଇ, ଆଉ ଡିଷ୍ଟ୍ରିକ୍ଟ ଭାଇସ୍ ପ୍ରେସିଡେଣ୍ଟ ଗୁଡ଼ା ରହିଲେ। ଆମେ ଗୋଟେ ବାର୍ତ୍ତା କୁହନ୍ତି, ଦୀର୍ଘ 14 ବର୍ଷ ଅକାଳୀନ ଆମେ କାମ କଲା ସତ୍ତ୍ୱେ ମଧ୍ୟ ସରକାର ପୂର୍ବ ସରକାରକୁ ଆମେ ଅନେକ ଥର ଦେଇଥିଲୁ ଦାବିପତ୍ର, କିନ୍ତୁ ସେ ଆମକୁ ସବୁବେଳେ ହଁ କହିକି ମାନେ ଠକି ଚାଲିଥିଲେ, ଅଣଦେଖା କଲେ। ଆଉ ବର୍ତ୍ତମାନ ନୂତନ ସରକାରକୁ ବି 2 ବର୍ଷ ପୂର୍ତ୍ତି ମଧ୍ୟରେ ଆମେ ଅନେକ ଥର ଦେଇଛୁ, ସେ ବି ଚିନ୍ତା କରିଛନ୍ତି ଆମ ପାଇଁ, ଆଉ କହିଛନ୍ତି କମିଟମେଣ୍ଟ ମଧ୍ୟ କରିଛନ୍ତି ଆମର ଖାଦ୍ୟ ପାଇଁ। କିନ୍ତୁ ବର୍ତ୍ତମାନ ଆଉ ଗୋଟେ ଆମର ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଯେଉଁ ଲଞ୍ଚ କରିଛନ୍ତି ସରକାର, ଆମେ ସମ୍ମାନ ସହିତ ସେଇଟା ବି ସ୍ୱାଗତ କରୁଛୁ ଆଉ ବିତରଣ ମଧ୍ୟ କରିବୁ। କିନ୍ତୁ ନିଷ୍ପତ୍ତି କ୍ରମେ ଆମେ ଆଗାମୀ ଜୁଲାଇ 10 ତାରିଖ ପର୍ଯ୍ୟନ୍ତ ଆମେ ନିର୍ଦ୍ଧାରିତ କରିଛୁ ଯେ ଜୁଲାଇ 10 ପର୍ଯ୍ୟନ୍ତ ଯଦି ସରକାର ଆମର କିଛି ଚିନ୍ତା ନ କରିବେ ତାହେଲେ ଆମେ ସାମୂହିକ ରାଜ୍ୟ ଯୋଗାଣ ସେବା ସଂଘର କାର୍ଯ୍ୟକାରୀ ସଭାପତି ତଥା ସମ୍ପାଦକ ଚାର୍ଜରେ ଅଛି। ଆପଣମାନଙ୍କୁ ବିଗତ 1 ବର୍ଷ ହେଇଯିବ ଆପଣମାନଙ୍କୁ ମଧ୍ୟ ଆମେ ଡାକିଥିଲୁ ଆମର ସମବେଦନା ଜଣାଇବା ପାଇଁ। ଆପଣମାନେ ସମସ୍ତେ ସହଯୋଗ କରିଥିଲେ। ସେହି ସମୟରେ ମଧ୍ୟ ଆମେ ସରକାରଙ୍କୁ ଜଣାଇଥିଲୁ ଯେ ଦୀର୍ଘ 2012 ମସିହାରୁ ଏପର୍ଯ୍ୟନ୍ତ ଆମେ କାମ କରି ଆସୁଛୁ। ଏପର୍ଯ୍ୟନ୍ତ ସରକାର ଆମର ନା ବିଗତ ସରକାର କିଛି କରିଥିଲେ ନା ଏହି ସରକାର କିଛି ନେଇଥିଲେ। ଏପର୍ଯ୍ୟନ୍ତ କିଛି ଆଖି ଦୃଶିଆ ପଦକ୍ଷେପ ଆମ ପାଇଁ ନେଇନାହାନ୍ତି। ଏ ମହଙ୍ଗା ଯୁଗରେ ଏ ଯେଉଁ ଲୋକଙ୍କ ସରକାର ଆସିଛନ୍ତି ଯେ ସବୁବେଳେ କହୁଛନ୍ତି ଆମେ ଲୋକଙ୍କ ପାଇଁ ଅଛୁ, ଆମେ ମଧ୍ୟ ସମର୍ଥନ କରୁ। ନିଶ୍ଚିତ ଭାବରେ ସରକାର ଲୋକଙ୍କ ପାଇଁ ଅଛନ୍ତି। ତ ସେ ଲୋକଙ୍କ ଭିତରେ ଆମେ ତ ଯେଉଁ 3500 ପରିବାର ଅଛୁ, ଆମ ପାଇଁ ତ ସରକାର କିଛି ଚିନ୍ତା କରିଥିବେ। 8000 ଟଙ୍କାରେ କେମିତି ଗୋଟେ ପରିବାର ଚଳିବ? ଆପଣମାନେ ନିଜେ ଚିନ୍ତା କରନ୍ତୁ। ଆମେ 8000 ଟଙ୍କାରେ ବର୍ତ୍ତମାନ ବର୍ଷ ସାରା କାମ କରୁଛୁ। ଏବେ ବର୍ତ୍ତମାନ ସରକାରଙ୍କର ନୂତନ ଯୋଜନା ଲାଗୁ ହୋଇଛି, ଅନ୍ନପୂର୍ଣ୍ଣା ଅନ୍ତୋଦୟ ଯୋଜନା, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଅନ୍ତୋଦୟ ଯୋଜନା। ଆମେ ବର୍ତ୍ତମାନ ମାସ ସାରା ଏହି କାର୍ଯ୍ୟରେ ବ୍ୟସ୍ତ ରହିବୁ। ମାସ ସାରା କାର୍ଯ୍ୟରେ ବ୍ୟସ୍ତ ରହିକି ଆମେ 8000 ଆମ ପରିବାର ପ୍ରତିପୋଷଣ କରିପାରିବୁ? ଗୋଟିଏ ଗଣତାନ୍ତ୍ରିକ ପଦ୍ଧତିରେ ଅଧିକାର ଅଛି ଆମର ଯେଉଁମାନେ କାର୍ଯ୍ୟ କରନ୍ତି କୌଣସି ଡିପାର୍ଟମେଣ୍ଟରେ 10 ବର୍ଷରୁ ଉର୍ଦ୍ଧ୍ୱ କିମ୍ବା 6 ବର୍ଷରୁ ଉର୍ଦ୍ଧ୍ୱ ହେଲା ମାନେ ସରକାର ତାଙ୍କ କଥା ବୁଝିବା ପାଇଁ ବାଧ୍ୟ। ଆମେ କିନ୍ତୁ କ'ଣ ପାପ କରିଛୁ? 14 ବର୍ଷ ଧରି ବର୍ତ୍ତମାନ ଆମେ ସରକାର କାମ କରୁଛୁ। 2012 ମସିହାରେ ଅଦ୍ୟାବଧି କାମ କରୁଛୁ। ଆଉ କେତେ ଦିନ କାମ କଲା ପରେ ସରକାର ଆମ କଥା ବୁଝିବେ? ଯେହେତୁ ଲୋକଙ୍କ ସରକାର ଲୋକଙ୍କ ପାଇଁ କାମ କରୁଛନ୍ତି, ଆମର ଗୋଟିଏ ନିବେଦନ, ଏ ଯେଉଁ 3500 ପରିବାର ଅଛନ୍ତି ତାଙ୍କ ବିଷୟରେ ଟିକେ ସରକାର ଚିନ୍ତା କରନ୍ତୁ। ଏ 3500 ପରିବାର ଯୋଗାଣ ସହାୟକ ଯେଉଁ ପରିବାର ଅଛନ୍ତି କେମିତି ଚଳିବେ? ତେଣୁ ଆମର ଗୋଟିଏ ଦାବି ଆଜ୍ଞା, ଆମକୁ ସ୍ଥାୟୀ ନିଯୁକ୍ତିର ମାନ୍ୟତା ଦିଆଯାଉ, ଯାହାଦ୍ୱାରା ଆମେ ଯେଉଁ 3500 ପରିବାର ଯେଉଁ ସରକାରଙ୍କ ଯାହା ଯୋଜନା ଅଛି ଆମେ ତ ଲୋକଙ୍କ ପାଖରେ ପହଞ୍ଚୁଛୁ ନା। ଖାଲି ତ ଆମେ ଯେ PDS ବଣ୍ଟନ କରୁଛୁ ତାହା ନୁହଁ, କ'ଣ କାର୍ଯ୍ୟ କରୁଛୁ ଆପଣମାନଙ୍କୁ ମଧ୍ୟ ଆମେ ଆଗରୁ ଜଣାଇଥିଲୁ। ଭତ୍ତା ବଣ୍ଟନ, ପ୍ରଧାନମନ୍ତ୍ରୀ ଯେଉଁ ଅଛି ଆମର ଆବାସ ଯୋଜନା ତାକୁ ବି ଆମେ କରୁଛୁ ଇନକ୍ୱାରି, ଆମର ଇଲେକ୍ସନ୍ ଡ୍ୟୁଟି ବି କଲୁ, ଭତ୍ତା ବଣ୍ଟନ କଲୁ, ଯାହା ଯାହା କାମ ଅଛି ସବୁ ପଞ୍ଚାୟତ ଲେବୁଲରୁ ଯାହା ବି ଚିଠି ଗଲା ଆମେ ସବୁ କାମରେ ସହଯୋଗ କରୁ। କିନ୍ତୁ ସରକାର ତ ଥରେ ଆମ କଥା ଚିନ୍ତା କରନ୍ତୁ, ସେଇ ଯେଉଁ ପିଲାମାନେ ଆମର କାମ କରୁଛନ୍ତି, ଖାଲି ପିଲାମାନେ ନୁହନ୍ତି ସାର୍, ଆମେ ଗୋଟେ ଗ୍ରାଜୁଏଟ୍, ପୁଣି ଗ୍ରାଜୁଏଟ୍ ପଞ୍ଚାୟତର ଟପ୍ ଲେବୁଲ୍ ଗ୍ରାଜୁଏଟ୍। ଆମ କ୍ୟାରିୟର ଏମିତି ବର୍ବାଦ ହେବ ଆଜ୍ଞା? ତେଣୁ ଆପଣଙ୍କ ମାଧ୍ୟମରେ ଆମେ ନିବେଦନ ଯେ କମ୍ ସେ କମ୍ ସରକାର ଟିକେ ଅନୁଭବ କରନ୍ତୁ ଯେ ଏଇ ଯେଉଁ 3500 ଯୋଗାଣ ସହାୟକ ଅଛନ୍ତି ତାଙ୍କ ପରିବାର କେମିତି ଚଳିବ। ସରକାର ବହୁତ ଚିନ୍ତା କରୁଛନ୍ତି ଲୋକଙ୍କ ଉପରେ। ପୁଣି ସରକାର କହିଛନ୍ତି ଯେ ଆମ ପାଇଁ ଆଗାମୀ ଦିନରେ କେମିତି ସ୍ଥାୟୀ ନିଯୁକ୍ତି ଦିଆହେବ କିମ୍ବା ନୂଆ ପୋଷ୍ଟିଂ ହେବ ତା ବିଷୟରେ ବି ଚିନ୍ତା କରୁଛନ୍ତି। ତେଣୁ ସେଇ ବିଷୟରେ ଆମ ବିଷୟରେ ବି କିଛି ଚିନ୍ତା କରନ୍ତୁ। बहुत बहुत धन्यवाद। स्वागत करी समस्त मीडिया पर्सन मान जो मैंने कि चतुर्थ स्तंभ भाव नवेदन ये आपण आम जनाऊँ जहाँकि आपण मैंने जानते बहु वर्ष धरी दीर्घ 14 वर्ष धरी अनवरत भाव जोगाण सहायक मैंने पंचायत स्तर में PDS चाउल बंटन तो आरंभ कर पंचायत समस्त कार्यक्रम कर सहित कोरोना महामारी मैंने जोगाण सहायक मैंने समस्त घरे घरे थे, किंतु केवल गोटे जोगाण सहायक प्रत्येक घरे
ଗରିବ ଲୋକମାନଙ୍କୁ ଏବଂ କରୋନା ପୀଡ଼ିତ ଲୋକମାନଙ୍କୁ ଚାଉଳ ବଣ୍ଟନ କରିଥିଲା ବାହାରେ ଆସିକି। ଏ ହେଉଛି ମହାନତା ଯୋଗାଣ ସହାୟକମାନଙ୍କର ଏବଂ ପଞ୍ଚାୟତ ସ୍ତରୀୟ ଆପଣମାନେ ଭୀମଭୋଇ ସାମର୍ଥ୍ୟ ଶିବିର କୁହନ୍ତୁ, ଇଲେକ୍ସନ୍ କୁହନ୍ତୁ କିମ୍ବା ବିଭିନ୍ନ କାର୍ଯ୍ୟକ୍ରମ ଗରିବ ଲୋକମାନଙ୍କର ଭତ୍ତା ବଣ୍ଟନଠୁ ଆରମ୍ଭ କରି ଯେଉଁ ଦାୟିତ୍ୱ ସରକାର ଯୋଗାଣ ସହାୟକମାନଙ୍କୁ ଦେଇଛି ସେ ସମସ୍ତ କାର୍ଯ୍ୟ କରି ଆସିବା ସତ୍ତ୍ୱେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଯୋଗାଣ ସହାୟକ ପରିବାର ଯୋଗାଣ ସହାୟକ ନିରାଶ୍ରୟ ଭାବରେ ରହିଛି। ଆପଣ ସରକାରଙ୍କୁ ଅନୁରୋଧ କରୁଛୁ ଯେ ବିଗତ ଯାହାକି ଜିଆର୍ଏସ୍ ମାନେ ଆମ ଭଳି ଆମ ସହିତ ସର୍ଭିସ୍ କରି ଚାକିରି ପାଇ ସେମାନେ ଆଜି ରେଗୁଲାରି ଏଡିଓ ଭାବେ କାର୍ଯ୍ୟରତ ହୋଇ ରହିଛନ୍ତି, କିନ୍ତୁ ଯୋଗାଣ ସହାୟକ ଆଜି ନିରାଶ ହେଇକି ରହିଛି। ତେଣୁ ମୁଁ ସରକାର ଆପଣଙ୍କ ଜରିଆରେ ଓଡ଼ିଶା ସରକାରଙ୍କୁ ନିବେଦନ କରୁଛି ଯେ କେବଳ 8,000 ଦରମାରେ ଗୋଟିଏ ଯୋଗାଣ ସହାୟକ ପରିବାର ବଞ୍ଚିପାରିବ ନାହିଁ ଏବଂ ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି ଯେ ଏବେ ଯେଉଁ ମୁଖ୍ୟମନ୍ତ୍ରୀ ଆମ ଅନ୍ନପୂର୍ଣ୍ଣା ଯୋଜନା କାର୍ଯ୍ୟକ୍ରମ ଚାଲିଛି, ଓଡ଼ିଶା ସରକାରଙ୍କୁ ସମ୍ମାନ ଦେଇ ଆମେ ସେହି ଚାଉଳ ବଣ୍ଟନ ବା PDS ରାଇସ୍ ବଣ୍ଟନ କରିବୁ। କିନ୍ତୁ ବିଗତ ଦିନ ଯାହାକି ଆଗାମୀ ଦିନ ସରକାରଙ୍କ ଯଦି ଆମର এই ପାରିଶ୍ରମିକ ତ ବୃଦ୍ଧି ନୁହେଁ, ରେଗୁଲାର ଯଦି ଆମର ଚାକିରି କରାହେବ ନାହିଁ, ସ୍ଥାୟିତ୍ୱ କରାହେବ ନାହିଁ, ତାହେଲେ ଆଗାମୀ ଦିନ ମାସ୍ ଲିଭ୍ ନେଇ ଦରକାର ପଡ଼ିଲେ ସାମୂହିକ ଆମର ସମସ୍ତ ଯୋଗାଣ ସହାୟକ ମାନେ ଚାକିରି ରିଜାଇନ୍ ଦେଇ ମଧ୍ୟ ରାଜରାସ୍ତାରେ ଆସି ସରକାରଙ୍କୁ ବିକ୍ଷୋଭ ପ୍ରଦର୍ଶନ କରିବୁ ନିଷ୍ପତ୍ତି ବର୍ତ୍ତମାନ।